ବିଜେଡି ଯେତେ ସ୍କୁଲ କରିଥିଲା ଯୋଉ ପ୍ରାଇମେରୀ ସ୍କୁଲ ଗୁଡାକ ବନ୍ଦ ହେଇଥିଲା ତାକୁ ଏବେ ବିଜେପି ଖୋଲିବାକୁ ପ୍ରତିଶ୍ରୁତି ଦେଇଛି। ଖୋଲିବା ଆବଶ୍ୟକ। ବିଧାନସଭାରେ ମୁଁ କହିଥିଲି ସେ ସ୍କୁଲ ଯାକ ଖୋଲିବା ଦରକାର। ସେଇଥିପାଇଁ ମୁଁ ମୁଣ୍ଡ ବାଡେଇକିରି ଆତ୍ମହତ୍ୟା କରିବି ବୋଲି କହିଥିଲି ଯଦି ସ୍କୁଲ ଖୋଲା ନଯିବ। ମୋ ଜିଲ୍ଲାରେ କେତେଟା ସ୍କୁଲ ଖୋଲିଲେ ବିଭିନ୍ନ ଜାଗାରେ ମନ୍ତ୍ରୀ ପ୍ରତିଶ୍ରୁତି ଦେଲେ, ବିଜୁ ଜନତା ଦଳର ମନ୍ତ୍ରୀ ପ୍ରତିଶ୍ରୁତି ଦେଲେ କିନ୍ତୁ ହେଲାନି, କଲେନି। ତାପରେ ବାରମ୍ବାର ସେ କଥା ବିଜେପି ଆଉ କଂଗ୍ରେସ ଉଭୟ ଅପୋଜିସନରେ ଥିଲୁ, ବାରମ୍ବାର ସେ କଥା ଆମେ ବିଧାନସଭାରେ ଉଠେଇଛୁ। ଯଦି ତମେ ସ୍କୁଲ ଖୋଲିବ ଦୁଇଟି କଥା ହଉଛି, ଗାଁରେ ମାଷ୍ଟର ନାହାନ୍ତି ତୁରନ୍ତ ମାଷ୍ଟର ଦିଅ, ସ୍କୁଲ ଖୋଲ ତା ସହିତ ମାଷ୍ଟର ବି ଦିଅ। ଗାଁରେ ଡାକ୍ତର ନାହାନ୍ତି ଡାକ୍ତର ଦିଅ। ବିଜୁ ଜନତା ଦଳରେ ଯେମିତି ଆକ୍ଟର ଥିଲେ ଆଜି ବି ବିଜେପିରେ ଖାଲି ଆକ୍ଟର ଅଛନ୍ତି, ନା ମାଷ୍ଟର ଅଛି, ନା ଡାକ୍ତର ଅଛି, ନା ଲେକ୍ଚର ଅଛି। ତୁରନ୍ତ ତାକୁ ବିହିତ କାର୍ଯ୍ୟ ତୁରନ୍ତ ପଦକ୍ଷେପ ନିଅନ୍ତୁ। ମାଷ୍ଟର, ଡାକ୍ତର, ଲେକ୍ଚର ଏ ତିନୋଟିକି ନିଯୁକ୍ତି ଦିଅନ୍ତୁ।